ସୁଭଦ୍ରା ସୁଆଁରେ ଏବେ ପୋର୍ଟାଲରେ ଆଉଟପୁଟ୍ ହୋଇଥିବା ପୁଣି ଏବେ କରିପାରିବେ ଲଗ୍ଇନ୍। ଆସିଲା ସୁଭଦ୍ରା ସୁଆଁରେ ମାଆ ମାନଙ୍କ ପାଇଁ ଖୁସି ଖବର। ତେବେ ସୁଭଦ୍ରା ସୁଆଁର ପାଇଁ ଏକ ବଡ଼ ଅପଡେଟ୍ ରହିଛି। ସେ ଅପଡେଟ୍ରେ ଆସନ୍ତୁ ଜାଣିବା। ଯେଉଁମାନେ ପୂର୍ବରୁ ଭୁଲ ଭାକରେ ମାରି ଦେଇଥିଲେ ସେ ହିତକାରୀମାନେ ଚିନ୍ତାକରେ ଥିଲେ ଯେ ଆଉଟପୁଟ୍ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ଆମକୁ ଆଉ ଟଙ୍କା ମିଳିବ ନାହିଁ। ତେଣୁ ବର୍ତ୍ତମାନ ସେ ପୋର୍ଟାଲକୁ ନେଇ ପ୍ରଶ୍ନ ଉଠିଥିବାର ତାର ପୁଣି ଏବେ ସଲ୍ୟୁସନ୍ ଆସିଛି। ଆଉଟପୁଟ୍ ହୋଇଥିଲେ ଆପଣମାନେ କ'ଣ କରିବେ ଆସନ୍ତୁ ଜାଣିବା। କ'ଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେ ସମ୍ପର୍କରେ କ'ଣ ଜଣାଇଛନ୍ତି ଆସନ୍ତୁ ଜାଣିବା। ଯଦି ଆପଣମାନେ ଚ୍ୟାନେଲକୁ ନୂଆ କରି ଆଇଛନ୍ତି ତାହେଲେ ଚ୍ୟାନେଲଟି ସବସ୍କ୍ରାଇବ୍ କରି ରଖନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଅଲ୍ ବଟନ୍ ପ୍ରେସ୍ କରିନେବେ କାରଣ ଆଗାମୀରେ ଏଇଭଳି ନୂଆ ନୂଆ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଦର୍ଶକ ବନ୍ଧୁ ଆପଣମାନେ ଏଇ ଦେଖନ୍ତୁ ଯେଉଁମାନେ ଓପିଟିର ଲଗ୍ଇନ୍ କରିବା ପାଇଁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ ଲଗ୍ଇନ୍ କରିବେ ଏବଂ ଓପିଟି ଇନ୍ କରିବେ। ସମସ୍ତେ ଯୋଗ୍ୟ ହିତକାରୀଙ୍କୁ ସମସ୍ତ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ପ୍ରଭାତୀ ପରିଡ଼ା ଦେଖନ୍ତୁ କହିବା ଅନୁଯାୟୀ ଗତ ବର୍ଷ ସୁଭଦ୍ରା ସୁଆଁରେ ଶୁଭାରମ୍ଭ ହୋଇଥିବା ବେଳେ ହିତକାରୀଙ୍କୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିସାରିଛି। ଡିସେମ୍ବର 25 ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ହିତକାରୀଙ୍କୁ ତାହା ମିଳିନଥିଲା। ତେଣୁ ଚଳିତ ବର୍ଷରେ ଏବେ 3 ଥର ସୁଭଦ୍ରା ଯୋଜନା ଟଙ୍କା ମିଳିବ ବୋଲିକି ଜଣାଇଛନ୍ତି। ଏହାକୁ ନେଇ ପୁଣି କ'ଣ ରହିଛି ନା ଚଳିତ ବର୍ଷ ପ୍ରଥମ କିସ୍ତିରେ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ। ଏହା ସହ ମାର୍ଚ୍ଚ 8 ତାରିଖର ରକ୍ଷାବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ତେଣୁ ଚଳିତ ବର୍ଷ ମହିଳା ହିତକାରୀମାନେ 3 ଥର ସୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦେଖନ୍ତୁ ପ୍ରଥମେ ଆପଣମାନେ କ'ଣ କରିବେ ନା ସୁଭଦ୍ରା ପୋର୍ଟାଲକୁ ଯିବେ ଅଥବା subhadra.odisha.gov.in କୁ ଯାଇକି ସର୍ଚ୍ଚ ମାରିନେବେ। ଏ ସାଇଟ୍ଟାକୁ ସର୍ଚ୍ଚ ମାରିସାରିଲା ପରେ ଆପଣଙ୍କ ସାମ୍ନାକୁ ଏଇଭଳି କିଛି ଇଣ୍ଟରଫେସ୍ ଆସିବ। ଆପଣ କ'ଣ କରିବେ ନା ଲେଖା ହେଇଛି ଅଧିକାରୀ ଲଗ୍ଇନ୍ ଆବେଦନ ସ୍ଥିତି। ଯେଉଁମାନେ ଆବେଦନ କରିବେ ଲେଖିବେ। ଆମେ ଆବେଦନ ସ୍ଥିତି ଉପରେ କ୍ଲିକ୍ କରିବା। କ'ଣ ହେଇଛି ଆମେ ଡିଟେଲ୍ସ ଜାଣିବା ଯାହାକି ଆଉଟପୁଟ୍ କ୍ଲିକ୍ ଉପରେ ଯଦି ଯିବା ଦେଖନ୍ତୁ ଏଇଠି ଆପଣମାନେ ନାଗରିକ ଲଗ୍ଇନ୍ ଆବେଦନ ଫର୍ମ ଦାଖଲ କରିବା 24 ଘଣ୍ଟା ପରେ ଆବେଦନକାରୀ ସ୍ଥିତି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ଏବଂ ଆଧାର ନମ୍ବର ଦେଇ ଏଣ୍ଟର ଆଧାର ନମ୍ବର। ଦେଖନ୍ତୁ ଏଇଠି ଆପଣଙ୍କର ଆଧାର କାର୍ଡ଼ଟି ଦେବେ ଟିକ୍ ଚିହ୍ନ ମାରିବେ ଲଗ୍ଇନ୍ ଉପରେ କ୍ଲିକ୍ କରିନେବେ। ଲଗ୍ଇନ୍ ଉପରେ କ୍ଲିକ୍ କରିସାରିଲା ପରେ ସେ କ'ଣ ହେବ ନା ଆପଣଙ୍କୁ ଆଉ ଗୋଟେ ପେଜ୍କୁ ନେଇ ଯେଉଁଟାକି ବର୍ତ୍ତମାନ ମୁଁ ଏଇଖା ମୋ ପାଖରେ ଆଭେଲେବଲ୍ ନାହିଁ। ମୁଁ ଆପଣମାନଙ୍କୁ ଦେଖେଇବି ନେକ୍ସଟ ପେଜ୍ରେ। ତ ଆଉ ଗୋଟେ କ'ଣ ଆମେ ଜାଣିବା ଏଠି ଦେଖନ୍ତୁ ବ୍ରେକ୍ କରିକି ଆସିବା। ଅଧିକାରୀ ଲଗ୍ଇନ୍ ଲେଖା ହେଇଛି। ଅଧିକାରୀ ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ ଏଇଠି ବହୁତ ସାରା ଲୋକମାନେ କହୁଛନ୍ତି ଯେ ୟୁଟ୍ୟୁବର ଭାଇମାନେ ଯେ ଏଇଠି ଆପଣମାନେ କରିପାରିବେ। ଏଇ ଯେଉଁ ସିଷ୍ଟମ୍ ରହିଛି ପ୍ରଥମ ସି ସେଣ୍ଟର ଲଗ୍ଇନ୍ ମୋ ସେବା କେନ୍ଦ୍ର ହେଲ୍ପଲାଇନ୍ ନମ୍ବର ବା ଲଗ୍ଇନ୍ FB ଏହିସବୁ ସିଷ୍ଟମ୍ରେ ଆମେ କିଛି କରିପାରିବୁ ନାହିଁ। ଯାହାକି ଯେଉଁମାନେ ସିଏ ସେଣ୍ଟର କରିଥିବ ସେମାନେ ହିଁ କରିପାରିବେ। ଏମିତିକି ସାଧାରଣ ଗୋଟେ ୟୁଟ୍ୟୁବର ଭାଇମାନେ ବି କରିପାରିବେ ନାହିଁ। ତ ବର୍ତ୍ତମାନ ଆସିବା ଆମେ ଲିଷ୍ଟ ଉପରେ ଯେଉଁମାନେ ଚାହୁଁଛନ୍ତି ଦେଖନ୍ତୁ ଆବେଦନକାରୀ ଦାୟିତ୍ୱ ଯୋଗ ଦଣ୍ଡଦାମ୍ୟ ଏବଂ ଆବେଦନକାରୀ ପ୍ରକ୍ରିୟା ଆଉ ଗୋଟେ ହେଲା ନିର୍ଦ୍ଦେଶାବଳୀ ତାପରେ ଆସିଲା ଏଇଠି ଦେଖନ୍ତୁ ବାରମ୍ବାର ପାଉଥିବା ପ୍ରଶ୍ନ। ଏଇଠି ଦେଖନ୍ତୁ କ୍ଲିକ୍ କଲା ପରେ ଏଠି ଆପଣମାନେ ବାରମ୍ବାର ପଚାରୁଥିବା ପ୍ରଶ୍ନ ଗୁଡ଼ିକ ଆପଣମାନେ ଜାଣିପାରିବେ। ଦେଖନ୍ତୁ ଆପଣ କ'ଣ ପାଇଁ ଟଙ୍କା ପାଉଛନ୍ତି କି ପାଉନାହାନ୍ତି ସୁଭଦ୍ରା ଯୋଜନା କ'ଣ ଏଠି କ୍ଲିକ୍ କଲା ପରେ ଦେଖାଇ ଦେଉଛି। ଆ ଉପରେ ଆମେ କ୍ଲିକ୍ କରିବା ସୁଭଦ୍ରା ସୁଆଁର ମୂଳ ଲକ୍ଷ୍ୟ ଗୁଡ଼ିକ କ'ଣ ତାପରେ ଆପଣ କ୍ଲିକ୍ କରିବେ। ସହାୟତା କରି ମହିଳାମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ବା ସକ୍ରିୟ ଏବଂ
ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଆର୍ଥିକ ସ୍ୱାଧୀନତା, ଏଠି ସବୁ ଏମିତି କରିକି ଆପଣ ସବୁ ପଢ଼ିପାରିବେ। ସୁଭଦ୍ରା ଛୁଆଁରେ କେଉଁ ସବୁ ଲାଭ ମିଳିବ ନା ସୁଭଦ୍ରା କାର୍ଡ଼ ହିତକାରୀଙ୍କ ପାଇଁ 5 ବର୍ଷ ଅବଧି ମାଧ୍ୟମରେ 10,000 ଟଙ୍କା ସହାୟତା ରାଶି ଡିଜିଟାଲ କାରବାର ପୁରସ୍କାର କରାଯିବ।